ରାଗ ଶୋକ କାମଦି ସୁନ୍ଦର ରାଗଟି ଠାକୁରଙ୍କର ଅମୃତ ଲେଖା ରାଧାଙ୍କ ଜନ୍ମଲୀଳା ଚରିତ୍ର ଚତୁର୍ଥ ଛନ୍ଦ। କହି ଦ୍ୱିଜବର आहे नृपवर जाइथिली पद्म तोड़ी एका माटी मंजूसरे पद्म वन तीरे ता मध्ये अछि एक बालिका हे नरईश नथिब खोजिले ए त्रिदश बाल्य समय रे जगत मोहुछि बाल्य समय रे जगत मोहुछि बरांगनारे करिब किस आहे नरईश नथिब खोजिले ए त्रिदश द्विज ठारू शुणी से नृपति मणि द्विज ठारू शुणी से नृपति मणि मन मध्ये विचारई बसी एक दिन करे नारद मोपुरे पहुँचिले मन जाने आसी कही गले मुनि पद्म बनु पाई बुति लक्ष्मी कही गले मुनि पद्म बनु पाई बुतु लक्ष्मी एते कही मुनि अंतर ध्यान हेले सेही बेल घटी लाकी पुणी कही गले मुनि मथुरारे प्रभु जन्म होइबे नंद मंदिरे बढ़िबे आसी तेते बेल जाए लक्ष्मी को पालिबू कही जाउछंती कही जाइछंती ब्रह्म ऋषि द्विज बर आस काहीं रहिछि माटी मंजूस संगे द्विजमणि घेनी नृपमणि संगे घेनी संगे द्विजमणि घेनी नृपमणि पहुँचिले पद्म वन पास द्विज बर आस काहीं रहिछि माटी मंजूस
ପଦ୍ମବନ ଜିଣି ତେଜ ବିକାଶୁଛି ପଦ୍ମବନ ଜିଣି ତେଜ ବିକାଶୁଛି ଦୂରରୁ ଦେଖିଲେ ନୃପମଣି ଦୂରରୁ ଚିହ୍ନିଲେ ଏ ନିଶ୍ଚେ କମଳା କହି ଯାଇଛନ୍ତି ମହାମୁନି ତାହା ସତ୍ୟ ସତ୍ୟ ଦୂରୁ କଲେ ରାଜା ପ୍ରଣିପାତ ଦୂରୁ କଲେ ରାଜା ପ୍ରଣିପାତ ଶୂନ୍ୟରୁ ଶୁଭିଲା ଦେବତାଙ୍କ ବାଣୀ ଶୂନ୍ୟରୁ ଶୁଭିଲା ଦେବତାଙ୍କ ବାଣୀ ତୋ ଘରେ ଜନ୍ମିବେ ତୋ ଘରେ ବଢ଼ିବେ ଜଗନ୍ମାତ ତାହା ସତ୍ୟ ସତ୍ୟ ଦୁର୍ଲଭ କଲେ ରାଜା ପ୍ରଣିପାତ ଦୂରୁ କଲେ ରାଜା ପ୍ରଣିପାତ ଜଗତ ମାତାଙ୍କୁ କୋଳରେ ଧରିଣ ପୁରେ ପହଞ୍ଚିଲେ ବୃଷଭାନୁ ଜଗତ ମାତାଙ୍କୁ କୋଳରେ ଧରିଣ ପୁରେ ପହଞ୍ଚିଲେ ବୃଷଭାନୁ ଅତି ଯତନରେ ରାଧାଙ୍କୁ ପାଳିଲେ ବୃଷଭାନୁ ସୁତା ସେହି ଦିନୁ ସିନା ହେଲେ ରାଧା ରାଧା ବୋଲନ୍ତେ ଝରୁଛି ସୁଧା ହେଲେ ରାଧା ଧାଟି ପରମ ହେଲେ ରାଧା ଧାଟି ପରମ ଭୂଷଣ୍ଡ ଜାଣି କରିଛି ଶ୍ରଦ୍ଧା ସିନା ଦେଲେ ରାଧା ରାଧା ବୋଲନ୍ତେ ଝରୁଛି ଶ୍ରଦ୍ଧା ରାଧା ବୋଲନ୍ତେ ଝରୁଛି ସୁଧା ରାଧା ବୋଲି ଯେଉଁ ଯୁଗଳ ଅକ୍ଷର ରାଧା ବୋଲି ଯେଉଁ ଯୁଗଳ ଅକ୍ଷର ଆଚ୍ଛା ନାମ ଦେଲେ ବେଦ ବର ରାଧା ବୋଲି ଯେଉଁ ଯୁଗଳ ଅକ୍ଷର ଆଚ୍ଛା ନାମ ଦେଲେ ବେଦ ବର ରାଧା ବୋଲି ଯେଉଁ ଯୁଗଳ ଅକ୍ଷର
ଆଚ୍ଛା ନାମ ଦେଲେ ବେଦବର ରାଉଛି କିଏ ସେ ତାହାଙ୍କୁ ଧରିବ ରାଉଛି କିଏ ସେ ତାହାଙ୍କୁ ଧରିବ ଯାଏବାର ଆସୁଅଛି ବାରକୁ ବାରରୁ ବିଲ ଯହିଁ ରାଧା କୃଷ୍ଣ ଏକ ଅଙ୍ଗ କହେ ଅଭିରାମ ସତ୍ୟନାରାୟଣ କହେ ଅଭିରାମ ସତ୍ୟନାରାୟଣ ଯୁগে ଯୁগে ଯେ ଯୁଗଳ ଅଙ୍ଗ ବାରରୁ ବିଲଗ ଯହିଁ ରାଧା କୃଷ୍ଣ ଏକ ଅଙ୍ଗ ଯହିଁ ରାଧା କୃଷ୍ଣ ଏକ ଅଙ୍ଗ। ଇଏ ଥିଲା ଜଗଜ୍ଜନନୀ ରାଧାରାଣୀଙ୍କର ପରିଚୟ। ରାଧା କିଏ? ଶକ୍ତି ସ୍ୱରୂପିଣୀ ମା ଆହ୍ଲାଦିନୀ ଶକ୍ତି ଶ୍ୟାମ ସୁନ୍ଦରଙ୍କ ଅପେକ୍ଷାରେ ଜଗଜ୍ଜନନୀ ବୃଷଭାନୁନନ୍ଦିନୀ ମା ଅପେକ୍ଷା କରିଛନ୍ତି ପ୍ରଭୁ ଆସିଲେ ତାଙ୍କ ସହିତ ନେତ୍ରମିଳନ ହେବ। ତ ରାଧାରାଣୀଙ୍କର ଭାବଧାରା କଥା ଏବଂ ଜୀବ ପରମର ଯେଉଁ ତତ୍ତ୍ୱକୁ ଏକତ୍ରିତ କରିଛନ୍ତି ପ୍ରଭୁ ଅଭିନ୍ନ ସୁନ୍ଦର। ଯେ ତତ୍ତ୍ୱ ପ୍ରାପ୍ତି ହେଇଛନ୍ତି ରାଧାକୃଷ୍ଣ ଘଟ ମଧ୍ୟରେ କିଭଳି ଭାବରେ ଗୋଟିଏ ଅଙ୍ଗର ଅଛନ୍ତି ତାକୁ ସୁନ୍ଦର ଭାବରେ ରାଧା ଜନ୍ମ ଲୀଳାର ଚତୁର୍ଥ ଛାନ୍ଦରେ ଲେଖିଛନ୍ତି। ରାଗ ଶୋକ କାମଦି ଏଭଳି ରାଗ ରାଗିଣୀ ଅନେକ ଠାକୁର ଲେଖିଛନ୍ତି। ଠାକୁର ତାଙ୍କରି କୃପାରୁ ଯାହା ସିଏ ଏ ଘଟ ମଧ୍ୟରେ ବସି ଗାନ କଲେ ସମସ୍ତଙ୍କୁ ଆନନ୍ଦ ଦେବ ବୋଲି ଆଶା କରୁଛି। ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। ଜୟ ଶ୍ରୀ ରାଧେ, ଜୟ ଶ୍ରୀ ରାଧେ।